ଜୁନାଗଡ଼ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ମିଡିଆ କ୍ଲବର ବ୍ୟାନର ଚିରିଲେ ଦୁର୍ବୃତ୍ତ। ଜୁନାଗଡ଼ 5-1-2026। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉଗ୍ରବେଗ ପ୍ରକାଶ ପାଇଛି। ଲୋକଙ୍କ ସୁରକ୍ଷା ପାଇଁ ଥିବା ପୋଲିସ ସତେ ଯେମିତି ସବୁ ଜାଣି ନ ଜାଣିଲା ଭଳି ଚୁପ୍ ରହୁଥିବାରୁ ବିଭିନ୍ନ ସମୟରେ ଅପ୍ରତୀକର ସ୍ଥିତି ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଲାଗିଥିବା ଜୁନାଗଡ଼ ମିଡିଆ କ୍ଲବର ବ୍ୟାନରକୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚିରିଦେବା ଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ମିଡିଆ କ୍ଲବ ପକ୍ଷରୁ ସୋମବାର ଜୁନାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ଲବ ପକ୍ଷରୁ ଦାବି କରାଯାଇଛି। ଅଭିଯୋଗ ପରେ ଜୁନାଗଡ଼ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ ମିଡିଆ କ୍ଲବର ଜୁନାଗଡ଼ ଅଞ୍ଚଳରେ ହେଉଥିବା ଏସ୍ଏଚ୍ଜିଙ୍କୁ ଢାଲ କରି ଧାନ କିଣା ଦୁର୍ନୀତି, ଛତୁଆ, ପିଡିଏସ୍ ଦୁର୍ନୀତି, ସରକାରୀ ଜାଗା ଜବରଦଖଲ କରିଥିବା ବ୍ୟକ୍ତି ଉପରେ ସ୍ୱର ଉଠାଇଛି, ଯାହାକୁ ନେଇ କିଛି ଭଦ୍ରମୁଖା ସମାଜସେବୀ ସହି ନ ପାରି ଏହିପରି ହୀନ କାମ କରୁଥିବା ସନ୍ଦେହ କରାଯାଉଛି। ଏପରିକି ଗଣମାଧ୍ୟମର ସ୍ୱର ଚପାଇ ଦେବା ପାଇଁ ଫୋନରେ ମଧ୍ୟ ଲୋକ ଲଗେଇ ଧମକ ଦିଆଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଆଗାମୀ ଦିନରେ ମଧ୍ୟ ଏହି ମାଫିଆଙ୍କ ଦୁର୍ନୀତିକୁ ନେଇ ମିଡିଆ କ୍ଲବର ସ୍ୱର ଉଠାଇବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ମୁଁ ଭାବୁଛି ସେ ସବୁକୁ ନେଇକରି ବ୍ୟାନର ମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ଦେଇଛନ୍। ବ୍ୟାନର ଫାଡ଼ିକିନା ଆମକୁ ଗୋଟେ ଚ୍ୟାଲେଞ୍ଜ କରିଛନ୍ ମିଡିଆ କ୍ଲବକୁ, ଯେ ଆମକୁ ଦବେଇ ଦେବା ପାଇଁ ଚେଷ୍ଟା କରୁଛନ୍। ବିଗତ କିଛି ଦିନ ତଳେ ବି ଆମର ମିଡିଆ ଭାଇକୁ ଜଣେ ଫୋନ୍ କରିକିନା ଅଶ୍ଳୀଳ ଭାଷାରେ ଗାଲିଗୁଲୁଜ କରିଥିଲା, ତାକୁ ବି ଆମେ ଥାନାରେ ଲିଖିତ ଆକାରରେ ଦେଇଥିଲୁ। ଆଗାମୀ ଦିନରେ ବି ଆମ ମିଡିଆ ଭାଇଙ୍କର ଗୋଟେ जीवन प्रति गोटे विपद थिला बोली हमको लगुचे। आज थाना रे आमे लिखित आकार देचु आउ थाना बाबू को कहिचु जे हम मीडिया भाई मन सुरक्षा दरकार। आउ जे भी ये काम करिछि आम बैनर माध्यम हमको जे चैलेंज करछि, बैनर को फाड़ीछि, ताकू उचित शास्ति दबा पई आमे डिमांड करछु। जदि ता ऊपर जदि पुलिस प्रशासन किसी कार्यानुष्ठान न निए, आगामी दिन रे मीडिया क्लब चुप बसिबो नै, निश्चित भाव थाना घेराव करिवो आउ राजा रास्ता उलेइबो।